ଆଜି ପଢିବା ଜ୍ଞାନ 32। ଜଣେ ନାସ୍ତିକ ହେଉଛି ନିଜେ ନିଜ ସହିତ ଲୁଚକାଳି ଖେଳୁଥିବା ସ୍ୱୟଂ ପରମେଶ୍ୱର। ମାତ୍ର ଜଣେ ଆସ୍ତିକ ତାଠାରୁ କୌଣସି ହିସାବରେ ଭିନ୍ନ କି? ହୁଏତ ହୋଇଥିବ, କାରଣ ସିଏ ପରମେଶ୍ୱରଙ୍କର ଛାୟାଟିକୁ ଦେଖିବାକୁ ପାଇଛି ଓ ତାକୁ ହାତରେ ଜାବୁଡ଼ି ଧରିବାକୁ ଭାରି ଚେଷ୍ଟା କରିଛି। ଏଠି ମାଙ୍କୁ ପ୍ରଶ୍ନ କରାଯାଇଛି ଯେ ସ୍ୱୟଂ ପରମେଶ୍ୱର ନିଜ ସହିତ ଲୁଚକାଳି ଖେଳୁଥିବାର ଅର୍ଥ କଣ? ଏଇଠି ପ୍ରଥମେ ଯୋଉ ନାସ୍ତିକ କଥା କହିଲେ, ଯାହା ବର୍ଣ୍ଣନା କରୁଛନ୍ତି, ଜଣେ ନାସ୍ତିକ ଯିଏକି ଆମେ ତାକୁ କହୁ ନାସ୍ତିକ, ଯିଏ ଈଶ୍ୱରଙ୍କୁ ବିଶ୍ୱାସ କରେ ନାହିଁ। ସିଏ କହେ ମୁଁ ଯାହା ଦେଖୁନାହିଁ ତେଣୁ ସିଏ ନାହାନ୍ତି। ସେ କଣ କହେ ନା, ମୁଁ ତ କୌଣସି ଈଶ୍ୱରଙ୍କୁ ଦେଖିପାରୁନାହିଁ, ସିଏ କେଉଁଠାରେ ଅଛନ୍ତି ସେ କଥା ମୁଁ ଜାଣିନାହିଁ, ତେଣୁ ଈଶ୍ୱର ପ୍ରକୃତରେ ନାହାନ୍ତି। ଏଇଠି ମା ଲେଖୁଛନ୍ତି, ମା ସିଏ ଦେଖିପାରୁନାହିଁ କାରଣ ପରମେଶ୍ୱର ତାଠାରୁ ଲୁଚିକରି ରହିଛନ୍ତି ଏବଂ ପରମେଶ୍ୱର ସବୁ ଜାଗାରେ ରହିଛନ୍ତି। ତେଣୁ ବର୍ତ୍ତମାନ ସବୁ ଜାଗାରେ ନିଜେ ସ୍ୱୟଂ ପରମେଶ୍ୱର ରହିଛନ୍ତି ଏବଂ ଯିଏ ନାସ୍ତିକ ଯୋଉ ବ୍ୟକ୍ତି ତା ଭିତରେ ବି ପରମେଶ୍ୱର ଅଛନ୍ତି। ବର୍ତ୍ତମାନ ପରମେଶ୍ୱର ନିଜେ ଦେଖା ଯାଉନାହାନ୍ତି। ନାସ୍ତିକକୁ ଦେଖାଯାଉନି, ନାସ୍ତିକ କହୁଛି ମୁଁ ଭଗବାନ ତ ଦେଖୁନି, ବିଶ୍ୱାସ କେମିତି କରିବି? ତେଣୁ ଏଠି ସେ କହୁଛନ୍ତି ତାମାନେ ପରମେଶ୍ୱରଙ୍କ ସହିତ ଲୁଚକାଳି ଖେଳୁଛନ୍ତି। ବର୍ଣ୍ଣନା କରୁଛନ୍ତି ତା ଭିତରେ ଯେ ପ୍ରକୃତରେ ଯଦି ଦେଖିବାକୁ ଯାଆନ୍ତି, ଯିଏ ନାସ୍ତିକ ବୋଲି ସେ କହୁଛି, ସିଏ ଭଗବାନଙ୍କୁ ନାହିଁ ନାହିଁ ବୋଲି କହୁଛି ନା। ଭଗବାନଙ୍କୁ ସେ ଯୋଉ ନାହିଁ ନାହିଁ ବୋଲି କହୁଛି, କାହିଁକି ସେ କହୁଛି ଏବଂ ସେଥିପାଇଁ ଯୁକ୍ତି ବି ଦଉଛି। ଯୋଉ ଜିନିଷ ନାହିଁ ତା ପାଇଁ ଜଣେ ଯୁକ୍ତି ତର୍କ କାହିଁ କରିବ? ଯାହାର ଅସ୍ତିତ୍ୱ ନାହିଁ, ମନେ କରାଯାଉ କୌଣସି କାରଣରୁ ଗୋଟେ ବସ୍ତୁ କୁହନ୍ତୁ, ଆମେ ଆଳୁ ଦେଖିଛନ୍ତି, ଆମେ କହୁଛନ୍ତି ଆଳୁ ଅଛି। ସେଓ ଦେଖିଛନ୍ତି, ଆମେ କହୁଛନ୍ତି ସେଓ ଅଛି। ଗୋଟେ ବସ୍ତୁର ନାମକରଣ ଯଦି ମୁଁ କହିଲି କଣ ନା ସୁଟାମ, ମୁଁ ଯେତେବେଳେ ସୁଟାମ କହିଲି, ସେତେବେଳେ ଯିଏ ନେଇ ସେ ମତେ ଆଗ ବହେ ଖଣ୍ଡେ ଗାଳି ଦବ। ସେଇଟା ତ ଆମେ କିଛି କେହି ଦେଖିନୁ ଏବଂ ସେ ପ୍ରକାର ବସ୍ତୁ ଯଦି ସେ ନାହିଁ, ତେବେ ତା ପାଇଁ ସେ ମୋ ସହିତ ଯୁକ୍ତି ତର୍କ କରିବ ନାହିଁ, କରିବନି। କାହିଁକି ନା ସେ ଜାଣିଛି ନାହିଁ, କାହିଁ ଯୁକ୍ତି ତର୍କ କରିବ? ସେ ଯୁକ୍ତି ତର୍କ କରୁଛି ଅର୍ଥ ତାର ସେଇ ଯୋଉ ସ୍ଥିତି ଉପରେ ତାର ବିଶ୍ୱାସ ଅଛି। ଭଗବାନ ଯିଏ ଅଛନ୍ତି ବୋଲି ବିଶ୍ୱାସ କରୁଛି, ଯିଏ ଭଗବାନ ନାହାନ୍ତି ବୋଲି ବିଶ୍ୱାସ କରୁଛି, ଦି ଜଣ ଯାକ ଏକା ପ୍ରକାର। କାହିଁକି ନା ଇଏ ଭଗବାନ ନଥିବା ପ୍ରତି ଇଏ ଆସକ୍ତ, ଯଦି ଦେଖାଯାଏ ଯୁକ୍ତି ତର୍କ କରୁଛି। ସେଇଠି ଯେତେବେଳେ ସାଧୁ ସନ୍ଥ ମାନଙ୍କୁ ପଚରା ଯାଇଛି ଏବଂ ଯାହାକୁ ବି ପଚାରେ ସମସ୍ତେ ଗୋଟେ ଉତ୍ତର ଦେବେ, ଆମେ ଅଣୁଜୀବ ଦେଖି ନାହାନ୍ତି। ତେବେ ମହାରାଜ ବି କହିଲେ, ମହାରାଜ କହିଲେ, ତମେ ଯୋଉମାନେ ସମସ୍ତେ ଏଠି ଅଛ, ସମସ୍ତେ କଣ ଆମେରିକାକୁ ଦେଖିଛ? କିନ୍ତୁ ଆମେରିକା ଅଛି ନା ନାହିଁ? ନା ଅଛି। କେମିତି ଜାଣିଲ? ନା ମୁଁ ନ ଦେଖିଲି ନାହିଁ, ଆମ ଘରେ କିଏ ଦେଖିଛନ୍ତି, ଆମ ଗାଁରେ କିଏ ଦେଖିଛନ୍ତି, ଆମ ଦେଶରେ କିଏ ଦେଖିଛନ୍ତି, ଆମ ବହିରେ ଲେଖା ଅଛି, ଟିଭିରେ ଦେଖୁଛୁ। ତାମାନେ ଅନ୍ୟ ମାଧ୍ୟମରେ ତମେ ତାକୁ ଦେଖିଛ ବୋଲି ତମେ ବିଶ୍ୱାସ କରୁଛ। ଆଉ କିଏ କହିଛି ହଉ, ବହିରେ ଲେଖା ଅଛି ହଉ, ଆମେ ବିଶ୍ୱାସ କରୁଛୁ ତେଣୁ ଆମେରିକା ଅଛି ବୋଲି। ତେବେ ଅଣୁଜୀବ ଅଛି ବୋଲି ବି ତମେ ବିଶ୍ୱାସ କରୁଛ, କାହିଁକି ନା ଆଉ କିଏ ତାକୁ ମାଇକ୍ରୋସ୍କୋପ ମାଧ୍ୟମରେ ଦେଖିଛି। ଏହି ପ୍ରକାରର ଅନେକ ବ୍ୟକ୍ତି ଅଛନ୍ତି ଯୋଉମାନେ ଭଗବାନଙ୍କୁ ଦେଖିଛନ୍ତି, ଭଗବାନଙ୍କୁ ଅନୁଭବ କରିଛନ୍ତି, ଭଗବାନଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି, ଭଗବାନଙ୍କ ଦ୍ଵାରା ପରିଚାଳିତ ହଉଛନ୍ତି। ସେମାନେ ଯେତେବେଳେ କହିଛନ୍ତି ଯେ ଭଗବାନ ଅଛନ୍ତି ବୋଲି, ତମେ କାହିଁକି ବିଶ୍ୱାସ କରୁନାହ? ଇଏ ହେଲା ପ୍ରଥମ ପ୍ରଶ୍ନ। ଦ୍ୱିତୀୟ କଥା ଉଠେ କଣ, ଯେପରି ଅଣୁଜୀବ ମାନଙ୍କୁ ଦେଖିବା ପାଇଁ ଗୋଟେ ମାଧ୍ୟମ ଦରକାର ହଉଛି, ଆମେ ତାକୁ କହୁଛନ୍ତି ଗୋଟେ ଅତି ଶକ୍ତିଶାଳୀ ଅଣୁବୀକ୍ଷଣ ଯନ୍ତ୍ର ଦ୍ଵାରା ଦେଖିବେ, ନାଇଁ କି? ଯଦି ଅଣୁବୀକ୍ଷଣ ଯନ୍ତ୍ର ନାହିଁ ତାହେଲେ ଆପଣ ଦେଖିପାରିବେନି। ସେଇଭଳି ଭାବରେ ଭଗବାନଙ୍କୁ ବି ଦେଖିବାକୁ ଯେତେବେଳେ ଯିଏ ବି ଚେଷ୍ଟା କରିଛି, ସେଥିପାଇଁ ବି ରହିଛି ତମେ ଏଇ ପ୍ରକାର ସାଧନା କଲେ ଭଗବାନଙ୍କୁ ପ୍ରାପ୍ତ ହବ।
ଭଗବାନ ଯଦି ତମେ ଦେଖିବାକୁ ଚାହୁଁଛ ତେବେ ତମେ ପ୍ରୟାସ କରିବାକୁ ପଡିବ।